ମୋ ନାଁ ସୀମାସନିତ ଦାସ। ମୁଁ ଭଦ୍ରକରୁ ବିଲଙ୍ଗସ୍ କରୁଛି। ମୁଁ ଏଥର ଓଡ଼ିଶା ଫରେଷ୍ଟ ସର୍ଭିସରେ 96 ର୍ୟାଙ୍କ। କେମିତି ଥିଲା ସାର୍ ସଫର ଯୋଉ ସାର୍ ଜର୍ଣ୍ଣି ତ ମୋ ପାଇଁ ବହୁତ କଷ୍ଟକର ଥିଲା। ଏଇଟା ମୋର ମୁଁ ଭାବିଥିଲି ଯେ ଏଇଟା ମୋର ଫାଷ୍ଟ ଆଉ ଲାଷ୍ଟ, କାରଣ କଣ୍ଟିନ୍ୟୁ ମୁଁ ଯାହା ବି ଆପ୍ଲାଏ କରି ଆସୁଥିଲି ସେତେବେଳେ କୌଣସି ମୋର ସଫଳତା ମୋତେ ମିଳିନଥିଲା। ଫିର୍ ବି ମୁଁ ଆଶା ଛାଡ଼ି ନଥିଲି, କାରଣ ମୋର ଏଇଟା ବି ମୋର ପ୍ରଥମ OPSରେ ମୋର ଫାଷ୍ଟ ଇଣ୍ଟରଭ୍ୟୁ। ତ ମନରେ ବିଶ୍ୱାସ ଥିଲା, ଯାହା ହଉ ଭଗବାନଙ୍କ ଉପରେ ଭରସା ଥିଲା ଯେ ଭଲ କରିଥିଲି, ମୁଁ ରିଟର୍ନ ଭଲ କରିଥିଲି, ତେଣୁ ଆଶା ଥିଲା ଯେ ହେଇଯିବ ବୋଲି। ତ ସେଇ ଶ୍ରେୟ ମୋତେ ଭଗବାନ ଦେଇଛନ୍ତି, ସେଥିପାଇଁ ସାର୍ ବହୁତ ଖୁସି ଲାଗୁଛି। ଆଜ୍ଞା ସାର୍। ସାର୍ ସପ୍ତାହରେ ମୁଁ 3 ଥର ଯାଏ, ମୁଁ ମାନେ ବାବାଙ୍କୁ। ଇନଷ୍ଟିଚ୍ୟୁଟ୍ ତାପରେ ମୁଁ ସାଙ୍ଗମାନଙ୍କ ଥ୍ରୋରେ ଜାଣିଥିଲି କାକ୍ସ ବିଷୟରେ। ତ ତାପରେ ଆସିଥିଲି ଇଣ୍ଟରଭ୍ୟୁ ଯେତେବେଳେ ଦବା ଲାଗି, ଫାଷ୍ଟ ମୁଁ ସାର୍ଙ୍କୁ ଫେସ୍ କରିଥିଲି। ସାର୍ଙ୍କ ସହିତ ତାଙ୍କ ଇଣ୍ଟରାକ୍ଟିଭ୍ ଏତେ ଭଲ ଥିଲା ଯେ ମୋତେ ଏତେ କନଫିଡେଣ୍ଟ ବୁଷ୍ଟ କରିଥିଲା। ତ ସେଇଟା ହିଁ ମୋତେ ବହୁତ ହେଲ୍ପ କଲା, ଯେଉଁଟାକି ଫାଇନାଲ୍ ଇଣ୍ଟରଭ୍ୟୁରେ ହେଲ୍ପ କଲା। ଆଉ ସାର୍ ସକ୍ସେସ୍ ଫାଇନାଲି କେସ୍ ମୁଁ କହିବି ଯେ ଏଇଆ ଯେ ନିଶ୍ଚିତ ଆସନ୍ତୁ ଏଠି। ବହୁତ ସାର୍ମାନଙ୍କର କୋଅର୍ଡ଼ିନେସନ୍ ବହୁତ ଭଲ। ଫଣ୍ଡାମେଣ୍ଟାଲ୍ ସାର୍ମାନେ ବହୁତ ବୁଝାନ୍ତି ଭଲ। ମାନେ ନିଜକୁ ମାନେ ସେମିତି କିଛି ଫିଲ୍ କରାନ୍ତିନି ଯେ ସେମାନେ ସାର୍ ବୋଲି ଆମେ ଷ୍ଟୁଡେଣ୍ଟ ବୋଲି। ତ ପୁରା ଫ୍ରେଣ୍ଡଲି କଥା ହୁଅନ୍ତି, କେତେବେଳେ କ'ଣ ଦରକାର ପୁରା ଓପନଲି ଆମକୁ ପଚାରନ୍ତି। ତ ଆମେ ବି ଯାହା ବି ଡାଉଟ୍ ସାର୍ଙ୍କୁ ପୁରା ଓପନଲି ପଚାରିଥିଲୁ। ତ ମୁଁ କହିବି ନିଶ୍ଚିତ ଆସନ୍ତୁ, ଆଉ ଏଇଠି ଥରେ ଆସିକି ନିଜର ପ୍ରିପାରେସନ୍ କରନ୍ତୁ। ଥ୍ୟାଙ୍କ ୟୁ।